ଆଜି ଆମେ ଜାଣିବା 3 ଜଣ ପ୍ରସିଦ୍ଧ ଗଣିତଜ୍ଞ ଏବଂ ସେମାନଙ୍କର କଣ୍ଟ୍ରିବ୍ୟୁସନ୍ ଗଣିତ ପ୍ରତି କ'ଣ ଥିଲା। ତ ପ୍ରଥମେ କିଏ ଅଛନ୍ତି, ସେ ହେଉଛନ୍ତି ସାର୍ ଆଇଜାକ୍ ନ୍ୟୁଟନ୍। ସେ ଲଜ୍ ଅଫ୍ ମୋସନ୍ ଆଣ୍ଡ ୟୁନିଭର୍ସାଲ୍ ଗ୍ରାଭିଟେସନ୍ ତିଆରି କରିଥିଲେ। ତାପରେ ଡେଭଲପ୍ଡ କ୍ୟାଲକୁଲସ୍, ଏସବୁ ମଧ୍ୟ ତାଙ୍କର ଅବଦାନ ଥିଲା ଗଣିତ ପ୍ରତି। ତାପରେ 2 ନମ୍ବର ଯିଏ ଅଛନ୍ତି ସେ ହେଉଛନ୍ତି ଆର୍କିମେଡିସ୍। ସେ 287 BC ଆଉ 212 BC, ଯେଉଁଟା ବିଫୋର ଖ୍ରୀଷ୍ଟ ଆମେ କହନ୍ତି, ଖ୍ରୀଷ୍ଟପୂର୍ବ 287 212 ଭିତରେ ସେ ଥିଲେ। ସେ ଅନେକ ଗୁଡ଼ିଏ ଗଣିତ ପ୍ରତି, ଯେମିତିକି ତାଙ୍କର ଜିଓମେଟ୍ରିକ୍ ଡିସ୍କଭର୍ସ ବିଷୟରେ, ଯେଉଁଟା ସିଲିଣ୍ଡର, ଏସବୁ ବିଷୟରେ ସେ ଆବିଷ୍କାର କରିଥିଲେ। ତାପରେ 3 ନମ୍ବର ଯିଏ ଅଛନ୍ତି ସେ ହେଉଛନ୍ତି ଆଲବର୍ଟ ଆଇନଷ୍ଟାଇନ୍। ତ ଆଲବର୍ଟ ଆଇନଷ୍ଟାଇନ୍ 1879 ରୁ 1955 ଭିତରେ ସେ ଅନେକ ଗୁଡ଼ିଏ କରିଥିଲେ। ଯେମିତି ତାଙ୍କର ଫେମସ୍ ଇକ୍ୱେସନ୍ ଥିଲା, ଯେଉଁଟା ସେଟା E = mc², ଆଉ ଥିଓରି